ଆଜିକାଲି ଲୋକେ ଛୋଟ ଛୋଟ କଥାକୁ ନେଇ ବିବାହକୁ ଭଙ୍ଗି ଦେଇଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଯୀଶୁଖ୍ରୀଷ୍ଟ ବିବାହ ବିଚ୍ଛେଦ ସମ୍ବନ୍ଧରେ ଏମିତି ଏକ ସତ୍ୟ କହିଥିଲେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ମାଥିଉ ପଦ୍ୟ 32ରେ ଯୀଶୁଖ୍ରୀଷ୍ଟ କହୁଛନ୍ତି, ଯେ କୌଣସି ବ୍ୟକ୍ତି ତାଙ୍କର ଭୋଗିନୀ ଅଶୁଚି ବ୍ୟଭିଚାର କରିନଥିଲେ କିଛି ଅନ୍ୟ କାରଣରେ ତାଙ୍କୁ ଛାଡ଼ି ଦେଇଥାଏ, ସେ ତାଙ୍କୁ ବ୍ୟଭିଚାରିଣୀ କରେ। ଏବଂ ଯେ କୌଣସି ବ୍ୟକ୍ତି ସେଇ ତ୍ୟାଗିତା ସ୍ତ୍ରୀଙ୍କୁ ବିବାହ କରେ, ସେ ବି ବ୍ୟଭିଚାର କରେ। ଯୀଶୁଙ୍କ ଏହି କଥାର ଅର୍ଥ ହେଉଛି ବିବାହ କୌଣସି ଖେଳ ନୁହେଁ। ବିବାହ ହେଉଛି ଏକ ପବିତ୍ର ଚୁକ୍ତି ଯାହାକୁ ପରମେଶ୍ୱର ଜୀବନଭରି ପାଇଁ ନିର୍ଦ୍ଧାରଣ କରିଛନ୍ତି। ଲୋକମାନେ ପ୍ରାୟତଃ କ୍ରୋଧ, ବିବାଦ କିମ୍ବା ଛୋଟ ଛୋଟ ସମସ୍ୟା ନେଇ ବିଚ୍ଛେଦର ଚିନ୍ତା କରନ୍ତି। କିନ୍ତୁ ଯୀଶୁ କହୁଛନ୍ତି, କେବଳ ବ୍ୟଭିଚାର, ବିଶ୍ୱାସଘାତ ହେଲେ ମାତ୍ରେ ବିବାହ ବିଚ୍ଛେଦ ଯୋଗ୍ୟ। ତା ଛଡ଼ା ଅନ୍ୟ କୌଣସି କାରଣରେ ବିବାହ ବିଚ୍ଛେଦ କରି ପୁଣି ଥରେ ବିବାହ କରିବା ବ୍ୟଭିଚାର ମନାଯାଏ। ସେହିପାଇଁ ଯଦି ଆପଣଙ୍କ ବିବାହରେ କଷ୍ଟ ଅଛି, ହାରିଯିବେନି। ବିଚ୍ଛେଦର ଚିନ୍ତା କରନ୍ତୁନି। ତା ପରିବର୍ତ୍ତେ ପ୍ରାର୍ଥନା କରନ୍ତୁ, କ୍ଷମା କରନ୍ତୁ ଏବଂ ସ୍ନେହରେ ଆପଣଙ୍କ ସମ୍ପର୍କକୁ ଦୃଢ଼ କରନ୍ତୁ। କାରଣ ପରମେଶ୍ୱରଙ୍କ ଯୋଜନା ସଦା ଭର୍ତ୍ତାଭାରିଆ ମିଶି ଜୀବନଭରି ଏକାତ୍ମକ ହୋଇ ତାଙ୍କ ନାମକୁ ସାକ୍ଷୀ ଦିଅନ୍ତୁ। ଆଜି ଯଦି ଆପଣ ଏହି ଶିକ୍ଷାକୁ ନିଜ ଜୀବନରେ ଅନୁସରଣ କରିବେ, ତେବେ ଆପଣଙ୍କ ବିବାହ କେବଳ ଟିକିଥିବେ ନୁହେଁ, ତାହାରେ ପରମେଶ୍ୱରଙ୍କ ଆଶୀର୍ବାଦ ଏବଂ ଶାନ୍ତି ମଧ୍ୟ ପରିପୂର୍ଣ୍ଣ ହେବ।